विवाहକୁ 1 ମାସ ବି ପୁରିନି ହେଲେ ନବବଧୂ ଜଣକ କାହିଁକି ଏପରି କାମ କଲେ ତାହା ସମସ୍ତଙ୍କୁ ଚକିତ କରିଛି। ସ୍ୱାମୀଙ୍କ ସହିତ ବାଇକ୍ରେ ଯାଉଥିବା ସମୟରେ ନଦୀ ପୋଲ ଉପରେ ସ୍ୱାମୀଙ୍କୁ ଗାଡ଼ି ଅଟକାଇବା ପାଇଁ କହିଥିଲେ। ଆଉ ଗାଡ଼ି ଅଟକି ଯିବା ପରେ ନବବଧୂ ଜଣକ ସିଧା ନଦୀକୁ ଡେଇଁ ପଡ଼ିଥିଲେ। ଏପରି ଘଟଣା ସୋନପୁର ମହାନଦୀ ସେତୁରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସୋନପୁର ସଦର ବ୍ଲକ କଇଁଫୁଲ ଗାଁର ନବବିବାହିତା ଜଣକ ତାଙ୍କ ସ୍ୱାମୀଙ୍କ ସହିତ ବାଇକ୍ରେ ମେଟାକାନି ବୁଲିବାକୁ ଯାଉଥିଲେ। ହେଲେ ମହାନଦୀ ସେତୁ ଉପରେ ନବବଧୂ ଜଣକ ସ୍ୱାମୀଙ୍କୁ ଗାଡ଼ି ଅଟକାଇବାକୁ କହିବା ପରେ ତାଙ୍କ ସ୍ୱାମୀ ପୋଲ ଉପରେ ଗାଡ଼ି ଅଟକାଇଥିଲେ। ଏହାପରେ ଗାଡ଼ିରୁ ଓହ୍ଲାଇ ପଡ଼ି ନବବଧୂ ଜଣକ ପୋଲ ଉପରୁ ନଦୀ ପାଣିକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସେଠାରେ ଗାଧୋଉଥିବା କିଛି ଯୁବକମାନେ ନବବଧୂଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏବେ ନବବଧୂଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଥିବା ବେଳେ କେଉଁ କାରଣରୁ ସେ ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଆଜ୍ଞା ଆମେ ଟିକେ ଗାଧବାର ଲାଗି ଆସିଥିଲୁ। ଆଉ ଗୋଟେ ବଡ଼ ଭାଇ ଦୌଡ଼ି ଦୌଡ଼ି ଆସିଲେ କହିଲେ ଯେ ଜଣେ ପାଣିକେ ଡେକି ଦେଇଛି ବୋଲି କହିଲେ। ଆମେ ଯେତେବେଳେ ସୁର ପାଇଲୁ ଆମେ ଭିତରେ ପାଣି ପହଁରିକି ପଳାଇଛୁ ଆଜ୍ଞା। ଆଉ ତାପରେ ରେସ୍କ୍ୟୁ କରିଛୁ। ଗଲି ସେପଟେ ଗୋଟେ ପଥରରେ ଓଲଜି କରିଥିଲେ। କେନ୍ତା ଅବସ୍ଥାରେ ଥିଲେ? ତାଙ୍କର ଅବସ୍ଥା ତ ଠିକ୍ ଥିଲା ଆଜ୍ଞା। ହୋସ୍ ଥିଲା କି ନାହିଁ? ହଁ ହୋସ୍ ଥିଲା। ତାପରେ ଫାୟାର ବାଲେ କେତେବେଳେ ପହଞ୍ଚିଲେ? ଫାୟାର ବାଲେ ଆଜ୍ଞା ମାନେ 10-15 ମିନିଟ୍ ହେଇଗଲା। ଫାୟାର ବାଲେ ପହଞ୍ଚିକରି ତାକୁ ଆମେ ଏଇଟା କଲୁ। ତାପରେ ତାକୁ ଜିମା ଦେଇଦେଲୁ ସେମାନେ ନେଇକି ଗଲେ ଏବେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ପୀତାମ୍ବର ମହାପାତ୍ରଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।